ସମସ୍ତଙ୍କୁ ମାଣବସା ଗୁରୁବାରର ଅନେକ ଅନେକ ଶୁଭେଚ୍ଛା ଆଉ ଶୁଭକାମନା। ସମସ୍ତଙ୍କ ଆଡ଼େ ଏଇଟା ଶେଷ ପାଳି ହେଇଥିବ ବୋଧେ। ମାନେ ଆଉ ପୂର୍ଣ୍ଣମୀ ଦିନ ତ ଲାଷ୍ଟ ଶେଷ ପାଳି ପଡ଼ୁଛି। ତ ସେଥିଲାଗି ବୋଧେ ଏଇଟା ସମସ୍ତଙ୍କର ମାଣବସା ପାଳି ହେଇଥିବ। ତ ସକାଳୁ ସକାଳୁ ଆଜି ଉଠିଲା ବେଳକୁ ଟିକେ ଲେଟ୍ ହେଇଗଲାଣି। ମୁଁ ଆଗ ଉଠିକି ସବୁ ଫ୍ରେଶ୍ ହେଇସାରିକି ସବୁ କାମ ସାରିକି ଶାଢ଼ୀ ଫାଢ଼ୀ ପିନ୍ଧିକି ଠାକୁରଙ୍କୁ ବସେଇଦେଲି, ପୂଜା କରିଦେଲି। ତାପରେ ଆସିଲି ହାରି ପିଲାଙ୍କର ପ୍ରଥମେ ବ୍ରେକଫାଷ୍ଟ ପ୍ରିପାରେସନ୍ କରିବାକୁ ମୋତେ ପଡ଼େ। ତ ସକାଳୁ ସକାଳୁ ତାଙ୍କମାନଙ୍କ ପାଇଁ ଉପମା ତିଆରି କରିଦେଲି। ସେମାନେ ନେଇକି ଗଲେ, କାହିଁକିନା ପିଠା ପିଠା କରିବାକୁ ସକାଳୁ ଆଜି ଉଠିବାର ଥିଲା। ଭାବୁଥିଲି 4ଟା ବେଳକୁ ଉଠିବି ବୋଲି, କିନ୍ତୁ ମୋର ମନେ ନାହିଁ ଆଲାର୍ମ ଲଗାଇବାକୁ। ଆଉ ନର୍ମାଲି ମୋର ନିଦ ଏମିତି ଭାଙ୍ଗେ 6ଟା ବେଳକୁ, ତ 6ଟା ବେଳକୁ ହିଁ ମୁଁ ଉଠିଲି। ଆଉ ଶେଷରେ ତାପରେ ତାଙ୍କୁ ସ୍କୁଲ ଛାଡ଼ି ସାରିବା ପରେ ଘରେ ବାକି ସବୁ ପିଠାପଣା କରିଦେଲି। ବରା କରିଥିଲି, କାକରା କରିଥିଲି, ତା ସାଙ୍ଗରେ ମଣ୍ଡା ପିଠା କରିଥିଲି। ଏ 3ଟା ପିଠା ହିଁ ମୁଁ ଆଜି କରିଥିଲି ପୂଜା କରିବା ପାଇଁ। ଆପଣମାନେ ମୋତେ ଇନଷ୍ଟାଗ୍ରାମରେ ଫଲୋ କରିପାରିବେ ଲାଟେଷ୍ଟ ଅପଡ଼େଟ୍ ପାଇଁ। ତା ସାଙ୍ଗରେ ଫୁଲ୍ ବ୍ଲଗ୍ ବି ମୁଁ ବର୍ତ୍ତମାନ ଟାଇମ୍ରେ ଅପଲୋଡ଼ କରୁଛି। ଆପଣମାନେ ଚାହିଁଲେ ତଳେ ଥିବା ବଟନରେ କ୍ଲିକ୍ କରିକି ଫୁଲ୍ ବ୍ଲଗ୍ ଦେଖିପାରିବେ।